ନିଲାମକୁ ନେଇ ମହାଭାରତ, ଦୁଇ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ, ଏସ୍ପି ଅଫିସ ଘେରାଉ। ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଏସ୍ପି ଅଫିସ ଘେରାଉ, ପୋଲିସ ସହ ଠେଲାପେଲା। ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ଅଏଲାସାରୀ ଗାଁରେ ପୋଖରୀ ନିଲାମକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଛକା ପଞ୍ଝା ଲାଗି ରହିଥିଲା। ଗତକାଲି ଗୋଟିଏ ଗୋଷ୍ଠୀର ଶିକ୍ଷକ ଓକିଲ ସାଏଙ୍କୁ ମାଧିଆପଲ୍ଲୀ ଅଣ୍ଡରବ୍ରିଜ ନିକଟରେ ଆକ୍ରମଣ କରାଯାଇଥିଲା। ରଡ୍ରେ ମାଡ଼ ମାରି 20,000 ଟଙ୍କା ଲୁଟି ନେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଲୁଟ୍ ଘଟଣାରେ ନିରଞ୍ଜନ ବଂଶଙ୍କ ଗୋଷ୍ଠୀର ଲୋକ ସାମିଲ ଥିବା ସନ୍ଦେହ କରିଥିଲେ ଶିକ୍ଷକ ଓକିଲ ସାହୁଙ୍କ ଗୋଷ୍ଠୀର ଲୋକେ। ଗତକାଲି ବିଳମ୍ବିତ ରାତିରେ ନିରଞ୍ଜନ ବଂଶଙ୍କ ଘରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଶିକ୍ଷକ ଓକିଲ ସାଏଙ୍କ ଗୋଷ୍ଠୀର ଲୋକେ ଘର ପୋଡ଼ିଥିବା ଅଭିଯୋଗ କରି ନିରଞ୍ଜନ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଇଁତଳା ପୋଲିସ ଲୁଟ୍ ଘଟଣାରେ କାହାରିକୁ ଗିରଫ କରିନଥିବା ବେଳେ ଘର ପୋଡ଼ି ଘଟଣାରେ ଶିକ୍ଷକଙ୍କ ଗୋଷ୍ଠୀର 30ରୁ ଅଧିକ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଅଟକ ଯୁବକମାନଙ୍କୁ ଛାଡ଼ିଦେବା ପାଇଁ ଦାବି କରି ତାଙ୍କ ପରିବାର ଏବଂ ଗୋଷ୍ଠୀର ଲୋକେ ଏସ୍ପି ଅଫିସ ଘେରାଉ କରିଛନ୍ତି। ଏସ୍ପି ଅଫିସ ସମ୍ମୁଖରେ ବଲାଙ୍ଗୀର ଟିଟଲାଗଡ଼ ରାସ୍ତାକୁ ବନ୍ଦ କରାଯାଇଛି। ପୋଲିସ ସହିତ ଉତ୍ତେଜିତ ଲୋକଙ୍କ ଠେଲାପେଲା ଜାରି ରହିଛି। ଆଗକୁ ଦେଖିବାର ବାକି ରହିଲା ବଲାଙ୍ଗୀର ଜିଲ୍ଲା ପୋଲିସ କିପରି ନ୍ୟାୟ ପ୍ରଦାନ କରୁଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ, ଦି ରିପବ୍ଲିକ ଓଡ଼ିଶା 24।